रे मृत्यु काहि तोर विजय रे मृत्यु काहि तोर नाहुड रे मृत्यु काहि तोर विजय रे मृत्यु काहि तोर नाहुड आलेलुया 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 आलेलुया। ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀ ମାନେ ମୋର ସମସ୍ତଙ୍କୁ ମୋର ନମସ୍କାର ଏବଂ ଜୟ ଯୀଶୁ। ତେବେ ସର୍ବପ୍ରଥମେ ମୁଁ ଆପଣମାନଙ୍କୁ କ୍ଷମା ଭିକ୍ଷା ମାଗେ, କାରଣ ଦୀର୍ଘ 4.5 ମାସ ହେଲା ଆପଣମାନଙ୍କୁ ୟୁଟ୍ୟୁବରେ ମେସେଜ ଦେବାଟା ମୁଁ ବନ୍ଦ କରିଦେଇଛି। ତାର କାରଣ ଆପଣମାନେ ଅନେକ ଜାଣିନଥିବେ। ତାର କାରଣଟି ଥିଲା ଡିସେମ୍ବର ମାସ 1 ତାରିଖ ଠାରୁ ମୋର ଧର୍ମପତ୍ନୀ ଲରେନ୍ସ ନାୟକ ସମ୍ ହସ୍ପିଟାଲ ଏବଂ ଏମ୍ ହସ୍ପିଟାଲ ଭୁବନେଶ୍ୱର ଆଡ଼ମିଟ୍ ହେଲେ। ଆଇସିୟୁରେ ଟ୍ରିଟମେଣ୍ଟ ହେଉ ହେଉ ପ୍ରଭୁ ତାଙ୍କ ନିରୂପିତ ସମୟରେ ଆମଠାରୁ ନେଇଯାଇଛନ୍ତି। ଫେବୃଆରୀ ମାସ 22 ତାରିଖରେ ସେ ଆମଠାରୁ ବିଦାୟ ନେଇଛନ୍ତି। ପରମେଶ୍ୱର ଦେଇଥିଲେ, ପରମେଶ୍ୱର ନେଲେ, ଈଶ୍ୱରଙ୍କ ନାମ ଧନ୍ୟ ହେଉ। ତେବେ ମୁଁ ଆପଣମାନଙ୍କୁ ଅନୁରୋଧ କରେ, ଆଜି ତାଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରେ, ଯେପରି ତାଙ୍କର ଆତ୍ମା ପରମେଶ୍ୱରଙ୍କ ଚରଣ ତଳେ ଶାନ୍ତିରେ ବିଶ୍ରାମ ସ୍ଥାପନ କରିବ। ତେବେ ଆସନ୍ତୁ ଆଜିର ବାକ୍ୟ ପରିବେଷଣ କାର୍ଯ୍ୟ ଆମେ ଆରମ୍ଭ କରିବା। ଆଜିର ମୁଖ୍ୟ ପ୍ରସଙ୍ଗ ହେବ ପୁନରୁତ୍ଥିତ ଯୀଶୁ ବାରମ୍ବାର ଦର୍ଶନ ଦେବାର ଉଦ୍ଦେଶ୍ୟ। ତେବେ ଆଜିର ବାକ୍ୟ ପରିବେଷଣ କାର୍ଯ୍ୟ କରିବା ପୂର୍ବରୁ ଆମେ ଧର୍ମଶାସ୍ତ୍ରରୁ ଗୋଟିଏ ବାକ୍ୟ ପାଠ କରିବା। ପଠିତ ବାକ୍ୟ ଉପରେ ଅଳ୍ପ ପ୍ରାର୍ଥନା କରି ଆଜି ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବା। ପଠନଟି ଆମେ ନେବା ରୋମୀୟ ମଣ୍ଡଳୀ ପ୍ରତି ସାଧୁ ପାଉଲଙ୍କ ପତ୍ରରୁ ପାଠ, ଅଧ୍ୟାୟ 10 ପଦ ସଂଖ୍ୟା 9। ଏଠାରେ ଏ ପ୍ରକାର ଲେଖାଯାଇଛି, ଯଦି ଆମେ ଯୀଶୁଙ୍କୁ ତ୍ରାଣକର୍ତ୍ତା ବୋଲି ମୁଖରେ ଘୋଷଣା କରିବା ଏବଂ ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁମାନଙ୍କ ମଧ୍ୟରୁ ପୁନରୁତ୍ଥିତ କରିଛନ୍ତି ବୋଲି ଯଦି ହୃଦୟରେ ବିଶ୍ୱାସ କରିବା, ତେବେ ଯାଇ ଆମେ ପରିତ୍ରାଣ ପାଇବା। ପ୍ରଭୁଙ୍କର ବାକ୍ୟ। ତେବେ ଆସନ୍ତୁ ଅଳ୍ପ ପ୍ରାର୍ଥନା କରିବା ଏବଂ ଆମେ ବାକ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କରିବା। ହେ ଦୟାମୟ ପରମେଶ୍ୱର, ସକଳ ପ୍ରଶଂସା, ମହିମା, ଗୌରବ, ପରାକ୍ରମ ସବୁ ତୁମରି ପବିତ୍ର ନାମରେ ହେଉ। ପ୍ରଭୁ, ଯୀଶୁଙ୍କର ପୁନରୁତ୍ଥାନ ଉପରେ ଆମର ବିଶ୍ୱାସ ସୁଦୃଢ଼ କରିବା ପାଇଁ ଆମମାନଙ୍କୁ ଆଜି ଶିକ୍ଷା ପ୍ରଦାନ କର। ସ୍ୱୟଂ ପବିତ୍ର ଆତ୍ମା ପ୍ରେରଣ କର। ସେହି ପବିତ୍ର ଆତ୍ମା ମୋ ଜିଭ ମୁଖ ଦେଇ କଥା କୁହନ୍ତୁ, ଯେପରି ସେ ବାକ୍ୟ ଶୁଣି ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ ଆମର ବିଶ୍ୱାସ ସୁଦୃଢ଼ କରି ଆମେ ଅନନ୍ତ ଜୀବନ ଲାଭ କରିବୁ। ଏହି ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଆଙ୍କ ମାଧ୍ୟସ୍ଥ ଭିକ୍ଷା କରୁଅଛୁ, ଆମେନ୍। ତେବେ ସ୍ନେହର ଭାଇ ଭଉଣୀମାନେ, ପୁନରୁତ୍ଥାନ ପରେ ପରେ ପ୍ରଭୁ ଯୀଶୁ ବାରମ୍ବାର ବିଭିନ୍ନ ବ୍ୟକ୍ତିମାନଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଶୈଳୀରେ ଦର୍ଶନ ଦେଲେ ଏବଂ ଏହି ସମ୍ପର୍କରେ ହିଁ ବିଭିନ୍ନ ପଦପର୍ବକୁ ନେଇ ପୁନରୁତ୍ଥାନ ପରଠାରୁ ବିଭିନ୍ନ ରବିବାର ଦିନ ସେହି ପୁନରୁତ୍ଥାନ ସମ୍ପର୍କରେ ହିଁ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନ ସମ୍ପର୍କରେ ହିଁ ସୁସମାଚାର ପ୍ରସାର ଏବଂ ପ୍ରସାରଣ ଚାଲିଛି। ତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନ ବିଷୟରେ ଯଦି ଯୀଶୁକୁ ପରମେଶ୍ୱର ମୃତ୍ୟୁମାନଙ୍କ ମଧ୍ୟରୁ ପୁନରୁତ୍ଥାନ କରିଛନ୍ତି ବୋଲି ବିଶ୍ୱାସ କରିବା ନାହିଁ ହୃଦୟରେ, ତାହେଲେ ଆମେ ପରିତ୍ରାଣ ପାଇବା ନାହିଁ। ଏଇ ଯେଉଁ ବାକ୍ୟ ଆମେ ଶୁଣିଲେ ରୋମୀୟ 10 ଅଧ୍ୟାୟ 9 ପଦରେ, ଯେଉଁମାନେ କେବଳ ପ୍ରଭୁ ଯୀଶୁଙ୍କୁ ତ୍ରାଣକର୍ତ୍ତା ବୋଲି ମୁଖରେ ଘୋଷଣା କରିବେ ଏବଂ ହୃଦୟରେ ଯୀଶୁଙ୍କୁ ମୃତ୍ୟୁମାନଙ୍କ ମଧ୍ୟରୁ ପରମେଶ୍ୱର ପୁନରୁତ୍ଥିତ କରିଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବେ, ତେବେ ଯାଇକି ସେମାନେ ପରିତ୍ରାଣ ପାଇବେ ବା ଉଦ୍ଧାର ପାଇବେ। ଏବଂ ସ୍ନେହର ଭାଇ ଭଉଣୀମାନେ, ରୋମୀୟ 3 ଅଧ୍ୟାୟ 28 ପଦରେ ଲେଖାଯାଇଛି ଯେ କେବଳ ବିଶ୍ୱାସ ଦ୍ୱାରା ହିଁ ଆମେ କର୍ମ ବ୍ୟତିରେକ ଧାର୍ମିକ ପରିଗଣିତ ହେବା। ହିବ୍ରୁ 11 ଅଧ୍ୟାୟ 6 ପଦରେ ଆଉ ଥରେ ଲେଖାଯାଇଛି ଯେ ସେହି ବିଶ୍ୱାସ ଦ୍ୱାରା ହିଁ ଆମେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବାର ସମ୍ଭବ। ପୁଣି ଲେଖାଗଲା ଜନ ସୁସମାଚାର 3 ଅଧ୍ୟାୟ 16 ପଦରେ, ଯେଉଁମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରିବେ ସେମାନେ ହିଁ ବିନଷ୍ଟ ନେଇ ପରିତ୍ରାଣ ପାଇବେ, ଅନନ୍ତ ଜୀବନ ଲାଭ କରିବେ। ତେବେ ସ୍ନେହର ଭାଇ ଭଉଣୀମାନେ, এই ବିଶ୍ୱାସ ହିଁ ଯୀଶୁଙ୍କ ଠାରେ ଆମର ବିଶ୍ୱାସ ହିଁ ଆମର ଜୀବନର ମୂଳମନ୍ତ୍ର ଏବଂ ସେଥିପାଇଁ କୁହାଯାଏ ବିଶ୍ୱାସ ହେଉଛି ଖ୍ରୀଷ୍ଟିଆନ ଧର୍ମର ଚାବିକାଠି ଏବଂ ପୁନରୁତ୍ଥାନ ହେଉଛି ଖ୍ରୀଷ୍ଟିଆନ ଧର୍ମର ଆମ ବିଶ୍ୱାସର ମୂଳଦୁଆ ବା ଫାଉଣ୍ଡେସନ୍। ତେବେ ସ୍ନେହର ଭାଇ ଭଉଣୀମାନେ, କାରଣ ପୁନରୁତ୍ଥାନ ନାହିଁ ତ ଆମର ପାପ କ୍ଷମା ନାହିଁ।
प्रथम करन्त्य 15:14 वाक्य कहे जदि जीशु पुनरुत्थान होना आमर विश्वास वृथा आमर उपासना वृथा। प्रथम करन्त्य 15:17 पुणी कहे जे जदि जीशु मृत्यु मान पुनरुत्थान होना आज पर्यंत आम मृत्यु पापर अच्छु जेहेतु प्रभु जीशु आम पापर बलि स्वरूप ही आम सकल पाप समस्त पाप कालवारी क्रूसर देले बड़ी हेले पापर पेनाल्टी दे सारे आमर सकल पाप नष्ट तेणु जो प्रभु जीशु आम पाप मृत्युवरण करते से कालवारी क्रूसर पुण्य बल ही सब पाप क्षमा है से पुनर्थित हेले ए गुड़ रहस्य जदि आम विश्वास न करवा ताहले आम मैंने परित्राण पाइबा नहीं। तेरे स्नेहर भाई भणी मैंने मन रखा दरकार जे विश्वास करने द्वारा आम शुणिले आम परित्राण पाइबा आम अनंत जीवन पाइबा और स्वर्ग को जीवा एवं धार्मिक बोली परिगणित होगा। जेमिति प्रभु प्रभु जीशु विश्वास करना महापुण्य बा धार्मिकता ठीक से ही परी जीशु ठारे बा ईश्वर ठारे सन्देह अविश्वास करवाटा एक मारात्मक पाप जार परिणाम है मृत्युदंड जार ज्वलंत उदाहरण रखा जाए आप गणना पुस्तक 14:29 और 30 मोसा काना नगर को सर्भे करने सर्वेक्षण करने सब वंशर जन को जन कर 12 जन को प्रेरण कले 2 जन जोशुआ और कालेब से सत्य रिपोर्ट देले बाकी 10 जन से आसी कहले भाई माने से देश दुग्ध मधु प्रभावित देश सत किंतु से देशर लोक मैंने बहुत विराट काय लोक प्रतापी लोक मैंने से सम्मुख में आम झिंटिका पर देखा से राज्य को आम दखल करना असंभव जहाँफल इस्राएल जनता कांदिले अविश्वास कले मोसा विरोध में विद्रोह कले एवं ईश्वर को सन्देह कर बचसा करने को आरंभ कले जद्वारा परमेश्वर क्रोध प्रज्वलित है से 10 जन गुप्तचर जाइए कालेब और जोशुआ व्यतीत 10 जन महामारी सांगे सांगे मरण भोग कले मरीगले खाली सेटकी नुह ए 10 जन गुप्तचर मान कथा पढ़ी जो मैंने अविश्वास है सन्देह कले मन मन कहले चल आम इस्राएल को फेरी जाइए भल होता आलोचना कले ईश्वर शक्ति पर सन्देह आरंभ कले परमेश्वर क्रोध प्रज्वलित है कहला जो मैंने 20 वर्ष ऊर्ध जिते जनता सन्देह कले तुम्हें मैंने कहीं प्रतिज्ञा देश प्रवेश करना तुम्हें महामारी मरब तुम मढ़ ए बालीगदारे लोटिब एवं मले 20 वर्ष ऊर्ध समस्ते मले कहीं प्रतिज्ञा देश प्रवेश करें ना। तेणु देखु अविश्वास करवा सन्देह करवा अविश्वास गोटे केते मारात्मक पाप अर्थात नर हत्या पाप व्यभिचार पाप ठाड़ ईश्वर को अविश्वास करवाटा अति मारात्मक पाप जार परिणामटा है मृत्युदंड। खाली सेतकी न भाई मैंने गणना पुस्तक 20:11 मोसा एत बड़ धार्मिक एत बड़ पवित्र व्यक्ति जी परमेश्वर को सामना सामने कथा ही पारुले जी परमेश्वर पछ भाग देखी सारी जी परमेश्वर पाखे 40 दिन 40 रात प्रार्थना कर मुखमंड तेजान सूर्य पर होता जो मशा जी कि एलिया पर स्वर्ग जापारि सामान्य सन्देह सी प्रतिज्ञा देश को गले ना जापारे ना एवं नव पहाड़ उपर से मरण भले मृत्युदंड पाइले तांकर भूलटी थिला परमेश्वर तांको कहले गणना पुस्तक 20 जेतला मरुप्रांतर से पानी सर्ट है सबसारे लोक विद्रोह कले से समय मशा को परमेश्वर कहले तुम्हें से जो बड़ पत्थर को खाली आदेश दियो पानी दियो बोले पानी देव मशा खाली आदेश देवा परिवर्ते कौन जो बाड़ीटा धरती से बाड़ी 2 थर बाड़े दे से पत्थर उपर पानी प्रबल बाहर सत किंतु द्वितीय विवरणी 32:50 49 ରୁ 52 देखुचु परमेश्वर कहले जेहेतु तुम्हें जनता सम्मुख में मत गौरव देल ना सन्देह कल बाड़ी बाड़ेल पत्थर को बाड़ेल तेणु तुम्हें प्रतिज्ञा देश प्रवेश कर जाओ नव पहाड़ को उठ नव पहाड़ प्रतिज्ञा देश दूर देख किंतु प्रवेश करें दुखर विषय मशा भली एत बड़ महान व्यक्ति मृत्युदंड पाई तेरे स्नेहर भाई भणी मैंने यह है पुरातन बाइबल रे अविश्वास फल देख शुणा पाइलु आसतु नूतन बाइबल को आम जीवा माथ्यू सुसमाचार 14:30 आम देखुचु जेतला जीशु समुद्र पानी रे चली चली आसुथिले पितर कहले गुरु मते आदेश कर तो मुझे समुद्र चली चली आसबि जीशु कहले आस पितर पानी रे चालू समुद्र पानी रे चालू चालू जीशु आड़क जो तांकर दृष्टि आकर्षण थिला से दृष्टि हटई दी से समुद्र ढेउ आड़क जो अनेले जीशु ठार जो तांकर दृष्टि हटई गला
ସାଙ୍ଗେ ସାଙ୍ଗେ ସେ ସନ୍ଦେହ ଭୟଭୀତ କଲେ। ସନ୍ଦେହ କରୁ କରୁ ପାଣିରେ ବୁଡ଼ି ମରୁଥିଲେ ଏବଂ ସାଙ୍ଗେ ସାଙ୍ଗେ ପ୍ରଭୁ ରକ୍ଷା କର ପ୍ରଭୁ ଯୀଶୁ ପାଖରେ ଥିଲେ ତାଙ୍କ ହାତ ଧରି ଉଠେ ବଞ୍ଚାଇଲେ। ତେବେ ସ୍ନେହର ଭାଇ ଭଉଣୀମାନେ, ଅବିଶ୍ୱାସର ଦଣ୍ଡ ମାରାତ୍ମକ ପାପ ଏବଂ ସେ ପାପର ପରିଣାମ ହେଲା ମୃତ୍ୟୁଦଣ୍ଡ, ଅନ୍ୟ ଛୋଟ ମୋଟ କିଛି ପାପ ନାହିଁ। ଆସନ୍ତୁ ଦେଖିବା ସ୍ନାପକ ଯୋହନ, ଲୁକ ସୁସମାଚାର 7:19। ସ୍ନାପକ ଯୋହନ ଯିଏ ପ୍ରଭୁ ଯୀଶୁଙ୍କୁ ଦୀକ୍ଷା ସ୍ନାନ ଦେଇଥିଲେ ଏବଂ ଦୀକ୍ଷା ସ୍ନାନ ସମୟରେ ଦେଖିଲେ ଯେ କପଟ ବେଶରେ ପବିତ୍ର ଆତ୍ମା ତାଙ୍କ ଉପରେ ଅବତରଣ ନିଜେ ଆଖିରେ ଦେଖିଥିଲେ ଏବଂ ଶୁଣିଥିଲେ ଯେ ଏ ମୋର ପ୍ରିୟ ପୁତ୍ର, ପରମେଶ୍ୱରଙ୍କ ବାକ୍ୟ ଶୁଣିଥିଲେ, ଏ ମୋର ପ୍ରିୟ ପୁତ୍ର, ଭାରି ପ୍ରଶ୍ନ ତାଙ୍କୁ ଶୁଣ। ଏବଂ ଯେଉଁ ସ୍ନାପକ ଯୋହନ କହିଲେ ଜନ ସୁସମାଚାର 1:29 କହିଲେ, ଏଇ ଦେଖ ଜଗତର ପାପ ହାରକ ମେଷ ଶାବକ। ସବୁ ସାକ୍ଷ୍ୟ ଦେଖିଲେ, ଆଖିରେ ଦେଖିଲେ, କାନରେ ଶୁଣିଲେ, ଦୀକ୍ଷା ସ୍ନାନ ଦେଲେ। କିନ୍ତୁ ଯେତେବେଳେ ସମୟ ଆସିଲା, ଘଡ଼ିଛନ୍ତି, ମୁହୂର୍ତ୍ତ ଆସିଲା, ବିପଦ ଆସିଲା, ଜେଲ୍ ଭିତରେ ରହିଲେ, ଜେଲ୍ ସମୟରେ ତାଙ୍କର ସନ୍ଦେହ ଆରମ୍ଭ ହେଲା ଏବଂ ଦୁଇଟା ଚେଲାକୁ ଯୀଶୁଙ୍କ ନିକଟକୁ ପଠାଇ ପଚାରିକି ଆସ ତା କୁହ, ଯେଉଁ ତ୍ରାଣକର୍ତ୍ତା ଆସିବାକୁ ଥିଲା ତାହା ତମେ ନା ଆମେ ଆଉ କାହାକୁ ଅପେକ୍ଷା କରିବୁ? କେଡ଼େ ବଡ଼ କୋଶ୍ଚିନ୍ ଦେଖନ୍ତୁ, କେଡ଼େ ସନ୍ଦେହ କଥା। ପରିଣାମ ସ୍ୱରୂପ ଆପଣ ଦେଖନ୍ତୁ ମାଥ୍ୟୁ ସୁସମାଚାର 14:10-12 ସେଇ ଆପଣଙ୍କର ସ୍ନାପକ ଯୋହନ ମଧ୍ୟ ମରଣଦଣ୍ଡ ପାଉଛନ୍ତି। ତାଙ୍କର ମୁଣ୍ଡ କାଟ କରାଗଲା, ସିଏ ମଧ୍ୟ ମରିଗଲେ। ତେବେ ସ୍ନେହର ଭାଇ ଭଉଣୀମାନେ, ଏ ସନ୍ଦେହ କରିବା ବା ଅବିଶ୍ୱାସ କରିବାଟା ମାରାତ୍ମକ ପାପ ଏବଂ ଏ ପାପର ଦଣ୍ଡ ମାନେ ନରହତ୍ୟା ବ୍ୟଭିଚାର ପାପ ଠାରୁ ମଧ୍ୟ ଅବିଶ୍ୱାସ କରିବାଟା ବଡ଼ ଦମ୍ଭର ମାରାତ୍ମକ ପାପ ଏବଂ ଯାହାର ପରିଣାମ ଡାଇରେକ୍ଟ ମୃତ୍ୟୁଦଣ୍ଡ। ତେବେ ସ୍ନେହର ଭାଇ ଭଉଣୀମାନେ, ଆଜି ଆମେ ଦେଖିବା, ସମୀକ୍ଷା କରିବା, ଦୃଶ୍ୟ ବସ୍ତୁ ଠାରୁ ଅଦୃଶ୍ୟ ବସ୍ତୁର ମୂଲ୍ୟ ଅତ୍ୟନ୍ତ ବଡ଼। ଅର୍ଥାତ୍ ଆମ ପାଖରେ ଥିବା ସୁନା, ରୂପା, ହୀରା, ନୀଳ, ମୋତି ମାଣିକ ଠାରୁ ଅଦୃଶ୍ୟ ବିଶ୍ୱାସ, ଈଶ୍ୱର ବିଶ୍ୱାସ ଆମଠୁ ଅତ୍ୟନ୍ତ ମୂଲ୍ୟବାନ ଏବଂ ଏ ବିଶ୍ୱାସ ଦ୍ୱାରା ହିଁ ଆମେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା। ଏ ବିଶ୍ୱାସ ଦ୍ୱାରା ଆମେ ପରିତ୍ରାଣ ପାଇବା। ଏ ବିଶ୍ୱାସ ଦ୍ୱାରା ଆମେ ନରକ ଅଗ୍ନିରୁ ଆମେ ରକ୍ଷା ପାଇବା। ଏ ବିଶ୍ୱାସ ଆମର ମୂଳତଃ ଆମର ସ୍ୱର୍ଗର ଚାବି। ଆଉ ଶୈତାନକୁ ମଧ୍ୟ ଏ କଥା ଭଲ ଭାବରେ ଜଣା ଯେ ବିଶ୍ୱାସ ଦ୍ୱାରା ଆମେ ସ୍ୱର୍ଗର ଚାବି ଆମର ପାଖରେ ଅଛି। ତେଣୁ ଶୈତାନ ତା'ର ପ୍ରାଣପଣେ ଚେଷ୍ଟା କରି ଚାଲିଛି ଯେ ସେ ଯେଉଁ ଅମୂଲ୍ୟ ସମ୍ପଦ ବିଶ୍ୱାସ ଆମ ପାଖରେ ଅଛି, ଏ ବିଶ୍ୱାସକୁ ଚୋରି କରି ଅପହରଣ କରି ନେବା ପାଇଁ ସେ ପ୍ରାଣପଣେ ଚେଷ୍ଟା ଚଲେଇଛି। କାରଣ ଜନ ସୁସମାଚାର 8:10 ଲେଖାଯାଇଛି, ଶୈତାନ ଗୋଟେ ଚୋର। ଏବଂ ଜନ ସୁସମାଚାର 10:10 ଲେଖାଯାଇଛି, ଶୈତାନ ଯଦି ଆମ ପାଖକୁ ଆସିବ, ଅନ୍ୟ କୌଣସି କାମ ପାଇଁ ଆସିବ ନାହିଁ, ସେ ଆସିବ କେବଳ ଚୋରି କରିବ, ହତ୍ୟା କରିବ, ବିନଷ୍ଟ କରିବ। କିନ୍ତୁ ଯୀଶୁ କହୁଥିଲେ, ମୁଁ ଆସିବି ତୁମକୁ ଅନନ୍ତ ଜୀବନ, ପ୍ରଚୁର ମାତ୍ରା ଅନନ୍ତ ଜୀବନ ଦେବା ପାଇଁ ଆସିବି। ସେ ଚୋର ଶୈତାନ ଆମ ପାଖରେ ବିଭିନ୍ନ କୌଶଳ, ବିଭିନ୍ନ ମାଧ୍ୟମ ତାକୁ ଜଣା ଯେ ସେଥିପାଇଁ ଆଜି ଅନେକ ଲୋକମାନେ ଶୈତାନର ଫାଶରେ ପଡ଼ିଛନ୍ତି, ଯେଉଁମାନେ ଏଭଳି ଯେ ମନୋନୀତ ଲୋକମାନେ ମଧ୍ୟ ଏ ବିଶ୍ୱାସ ହରେଇକି ନଷ୍ଟ ହୋଇଛନ୍ତି। ସେଥିପାଇଁ ଯୀଶୁ 2000 ବର୍ଷ ପୂର୍ବରେ କହିଥିଲେ, ମାଥ୍ୟୁ ସୁସମାଚାର 24:11 ଏବଂ 24 କହିଲେ, ଜଗତର ଶେଷ ସମୟରେ ଅନେକ ଭଣ୍ଡ ଖ୍ରୀଷ୍ଟ ବାହାରିବେ, ଅନେକ ଭଣ୍ଡ ଭାବବାଦୀ ଆସିବେ, ଅନେକ ଭଣ୍ଡ ପ୍ରଚାରକ ଆସିବେ। ସେମାନେ ଅର୍ଥକୁ ଅନର୍ଥ କରି ଏଭଳି ଚିହ୍ନ ଅଦ୍ଭୁତ କାମ ଦେଖେଇବେ ଯେ ଦରକାର ପଡ଼ିଲେ ମନୋନୀତ ଲୋକମାନଙ୍କର ମଧ୍ୟ ବିଶ୍ୱାସ ପତନ ହେବ। କିନ୍ତୁ ମାଥ୍ୟୁ 24:13 ଲେଖାଯାଇଛି, କିନ୍ତୁ ଯେଉଁମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରହିବେ ସେମାନେ ପରିତ୍ରାଣ ପାଇବେ। ଯାକୁବ 1:12 ଲେଖାଯାଇଛି, ଯେଉଁମାନେ ସମସ୍ତ ପରୀକ୍ଷା ଫଳକୁ ଜୟ କରିବେ ସେମାନେ ହିଁ ଜୀବନର ମୁକୁଟ ଲାଭ କରିବେ, ଯେଉଁ ମୁକୁଟ ପରମେଶ୍ୱର ଆମ ପାଇଁ ରଖିଦେଇଛନ୍ତି। ତେବେ ସ୍ନେହର ଭାଇ ଭଉଣୀମାନେ, ଏ ଶୈତାନ ଚୋର କେଉଁ ଶୈଳୀରେ, କେଉଁ ଟେକ୍ନିକ୍ରେ ଆମଠାରୁ ବିଭିନ୍ନ ମାଧ୍ୟମରେ କେମିତି ଚୋରି କରି ନେଇଯାଉ, ଆମେ କେମିତି ବିଶ୍ୱାସରେ ପତନ ହେଇଯାଉ, ନଷ୍ଟ ହେଇଯାଉ, ସେଇ ବିଷୟ ଆମେ ଭଲ୍ୟୁମ୍ 2ରେ ଆମେ ଶୁଣିବା। ତେଣୁ ଆପଣମାନେ ଭଲ୍ୟୁମ୍ 1ରେ ଭଲ ଭାବରେ ଶୁଣିଥିବାରୁ, ଗୁଡ୍ ହିୟରିଂ ଦେଇଥିବାରୁ ସମସ୍ତଙ୍କୁ ମୋର ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ଜୟ ଯୀଶୁ।